ଆଜି ସକାଳେ ପ୍ରବଳ ଶୀତ ଲାଗୁଥିଲା। ମୁଁ ବୁଟ ବତୁରେଇଥିଲି ବୁଟ ଚୋଲା କରିବା ପାଇଁ, କିନ୍ତୁ ମୁଁ ଭାବିଲି ଆଜି ବୁଟ ଡାଲି ବରା କରିଦେବା। ବୁଟ ଡାଲି ହୁଏ ତ ମୁଁ ଆଜି ପୁରା ବୁଟରେ ହିଁ ବରା କରିଦେବି। ତ ତାକୁ ଗ୍ରାଇଣ୍ଡ କରିବା ପାଇଁ ଜାରେ ନେଇଯାଇଛି, ଆଉ ଅଦା ଟିକେ ନେଇଯାଇଛି, ଆଉ ଲୁଣ ଟିକେ ନେଇଯାଇଛି ସ୍ୱାଦ ମୁତାବକ। ତ ଆଜି ପିଆଜ ରସୁଣ ତ ଖାଇବାନି, ସେଇଥିରେ ହିଁ କାମ ଚଳେଇଦେବା। ତ ଗ୍ରାଇଣ୍ଡ କରିଛି ମୁଁ ଦରଦରା, ପୁରା ଗ୍ରାଇଣ୍ଡ କରିବେନି, ଟିକେ ଖଦଡ଼ା ରଖିବେ, ତାର ସିନା କ୍ରିସ୍ପି କ୍ରିସ୍ପି ହେବ। ତ ତା ଦେହରେ ନେଇଛି ମୁଁ ଗୋଟେ ଚାମଚ ଜିରା, ଆଉ ନେଇଛି ଭୃସଙ୍ଗ ପତ୍ର, ଲଙ୍କାକୁ ଛୋଟ ଛୋଟ କାଟି ନେଇଛି ଟିକେ ରାଗ କରିବା ପାଇଁ, ଆଉ ତା ଦେହରେ ଦେଇଦେଇଛି ମନ ଭରିକି ଧଣିଆ ପତ୍ର। ଶୀତ ଦିନ ଚାଲିଛି, ତା ଦେହରେ ପକେଇଛି ଏବେ ମୁଁ ଚିଲି ଫ୍ଲେକ୍ସ। ଆପଣ ଚାହିଁଲେ ଲଙ୍କା ଗୁଣ୍ଡ ବି ପକେଇ ପାରିବେ, ଆଉ ହଳଦୀ ଗୁଣ୍ଡ ଟିକେ ପକେଇ ଦେଇକି ତାପରେ ଭଲ ଭାବରେ ଗୋଳେଇ ନେବେ, ଯେମିତି ସବୁ ମସଲା ମିଶିଯିବ ଏକାଥରକେ। ତ ବେଶୀ ପାଣିଆ କରିବେନି ଆପଣ ଗ୍ରାଇଣ୍ଡ କଲାବେଳେ, ନହେଲେ କିଛି ହେବନି, ସେ ଚାରିଆଡ଼େ ଖେଳିଯିବ। ଗରମ ତେଲରେ ଟିକି ଟିକି ଛୋଟ ବଲ୍ କରିକି ଛାଣିବେ। ବଡ଼ ବଡ଼ ବଲ୍ କଲେ ଭିତରଟା ସିଝିବା ପାଇଁ ଟିକେ ଟାଇମ୍ ଲାଗିବ, ଛୋଟ ଛୋଟ ବଲ୍ କଲେ ଜଲ୍ଦି ହେଇଯିବ, କ୍ରିସ୍ପି କ୍ରିସ୍ପି କୁଡ଼ମୁଡ଼ ବରା ହେବ। ତ ବେଶୀ ଜୋର ଆଞ୍ଚରେ ତେଲରେ ଛାଣିବେ, ନହେଲେ ପୋଡ଼ିଯିବ। କମ୍ ତେଲ ଆଞ୍ଚରେ କଲେ ତେଲ ଟାଣିବ। ତ ମିଡ଼ିୟମ୍ ଆଞ୍ଚରେ ତାକୁ ସବୁ ବ୍ରାଉନ୍ ଗୋଲ୍ଡେନ୍ ବ୍ରାଉନ୍ କରିକି ଛାଣି ପକାଇବେ। ଏବେ ମୋର ବରା ପୁରା ରେଡ଼ି ହେଇଛି। ଥଣ୍ଡା ପାଗରେ ଚା ସହିତ ଗରମ ଗରମ ଯେଉଁ ଆମର ବୁଟ ବରା, ପୁରା କ୍ରିସ୍ପି କ୍ରିସ୍ପି। ଘରେ ବନାନ୍ତୁ, ଚା ସହିତ ମଜା ନିଅନ୍ତୁ।